ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ମାଲକାନଗିରିର ତାରିଣୀ ମନ୍ଦିରର ପଛରେ ଥିବା ପଥର ଖନନରୁ ବେଆଇନ ଭାବରେ ମାଟି ଟାଢିବା ସମୟରେ ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ। ଏଥିସହିତ ଦୁଇ ଟ୍ରାକ୍ଟର ଡ୍ରାଇଭର ଏବଂ ଆଉ 2 ଜଣ ସେଠାରୁ ଚମ୍ପଟ ମାରିଛନ୍ତି। କେମିତି କାହା ପରମିଶନରେ ବେଆଇନ ଭାବରେ ଖୋଳୁଥିଲେ ପଥର କୁଆଁରୀରୁ ମାଟି, ଯାହାଦ୍ୱାରା ବେଆଇନ ଭାବରେ 2 ଜଣଙ୍କ ଜୀବନ ଚାଲିଯାଇଛି ଏବଂ ଅନ୍ୟ 2 ଜଣ ସେଠାରୁ ଚମ୍ପଟ ମାରିଛନ୍ତି। ଯା ସକାଳ ଗୋଟେ ଦୁଃଖଦ ଖବରରୁ ଆସି ପହଞ୍ଚୁଛି। ମାଲକାନଗିରିରୁ ବେଆଇନ ଭାବରେ ପଥର ଖୋଳୁଥିବା ସମୟରେ ମାଟି ଅଟଡ଼ା ଖସି ଚାଲିଗଲା 2 ଶ୍ରମିକଙ୍କ ଜୀବନ। ଏମିତି ଏକ ଖବର ଆସି ପହଞ୍ଚୁଛି ମାଲକାନଗିରି ଜିଲ୍ଲାର ତାରିଣୀ ମନ୍ଦିର ପଛରର ପଥର କୁଆଁରୀ ନିକଟରୁ, ଯେଉଁଠିକି ବେଆଇନ ଭାବରେ ମାଟି ଟାଡ଼ିବା ସମୟରେ ମାଟି ଅଟଡ଼ା ଖସି 2 ଶ୍ରମିକଙ୍କ ଜୀବନ ଯିବା ସହିତ ଆଉ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। କେମିତି କାହା ସାହସରେ ପଥର ଖନନରୁ ବେଆଇନ ଭାବରେ ମାଟି ତାଡ଼ୁଥିଲେ, ଫଳରେ ଚାଲିଗଲା ଦୁଇଟି ନିରୀହ ପ୍ରାଣୀଙ୍କ ଜୀବନ ଏବଂ ଜଣେ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ଅଛନ୍ତି। ଏମିତି ବିଗତ ଦିନରେ ମଧ୍ୟ ଘଟଣା ଘଟିଥିଲା ଏବଂ ଏହାପରେ ପୁନର୍ବାର ଏହି ଘଟଣା ଘଟୁଛି। ଯଦି ଦେଖିବା, ଏଠି ଗୋଟେ ବଡ଼ ପ୍ରଶ୍ନ ଉଠୁଛି, ନିଶ୍ଚିନ୍ତ କାହା ଇସାରାରେ ଏଠି ନିଶାନା ବନେଇ ମାନେ ମାଟି ଟାଢ଼ିବା ଲାଗିଛନ୍ତି। ଯାହା ଦେଖିବା କିଏ ସେଇ ବ୍ୟକ୍ତି, କାହା ବଡ଼ ବଡ଼ିଆ ଲୋକଙ୍କ ହାତ ଅଛି ଏହା ପଛରେ, ଯାହା ପରମିଶନରେ ଏଠାରୁ ବେଆଇନ ଭାବରେ ମାଟି ଟାଢ଼ିବାରେ ବ୍ୟସ୍ତ ଅଛନ୍ତି ଏବଂ ନିରୀହ ଜୀବନ ଏଠି ଯାଉଛି। କ'ଣ ପାଇଁ ଏଠି ପ୍ରଶାସନ ଚୁପ୍ ରହିଛି, ତାକୁ ନେଇ ବଡ଼ ପ୍ରଶ୍ନ। ସରକାର ଚୁପ୍ ରହିଛନ୍ତି, ଉକ୍ତ ଅଞ୍ଚଳର ବଡ଼ ବଡ଼ ନେତାମାନେ ଚୁପ୍ ରହିଛନ୍ତି, ତାକୁ ନେଇ ବଡ଼ ପ୍ରଶ୍ନ। ଏହି ବଡ଼ ପ୍ରଶ୍ନ, କେମିତି କାହା ପରମିଶନରେ ଖୋଳୁଥିଲେ ବେଆଇନ ଭାବରେ ମାଟି ଏବଂ ମାଟି ନେବାକୁ ଚେଷ୍ଟା କରୁଥିଲେ ପଥର କୁଆଁରୀରୁ, ତାକୁ ନେଇ ବଡ଼ ପ୍ରଶ୍ନ। ସକାଳର ଯାହା ଲାଟେଷ୍ଟ ଖବର, ବଡ଼ ଅପଡେଟ୍।